ଆମେ ଗରିବ ଘରେ ଜନ୍ମ। ପେପର ବିକିକି ଆମେ ପେଟ ପୋଷୁ। 30-35 ଖଣ୍ଡ ଗାଁ ପେପର ବିକିଲେ ଆମେ ସେଥିରେ ପରିବାର ଆମର ପ୍ରତିପୋଷଣ ହେଇ ସେଇଥିରେ କିଛି ବଞ୍ଚେଇକି ଝିଅକୁ ଆମେ ପାଠ ପଢ଼େଇକି ମଣିଷ କରିବା ପାଇଁ ବହୁତ କଷ୍ଟ ମଣିଷ ଅନୁଭବ କରିଛି। ସେଥିପାଇଁ ସରକାରଙ୍କ ପାଖରେ ମୋର ନିବେଦନ ରହୁଛି ଟିକେ ଆମକୁ ଟିକେ ଯଦି ସହଯୋଗ କରନ୍ତେ ଆମେ ଟିକେ ଉପକୃତ ହୁଅନ୍ତୁ। ପରୀକ୍ଷାରେ ଯେତେବେଳେ 461 ଆଣିଲା ତାଙ୍କ ବାବା ବି କହିଲେ ଯେ ତୁ ଆଉ ପାଠ ପଢି ପାରିବୁନି, ତୁ ଘରେ ରୋଷେଇ କରିବୁ। ତାପରେ ମୁଁ କହିଲି କି ନାଇଁ ମୋର 4 ଭାଇ ମୁଁ ଗୋଟେ ଭଉଣୀ, ମୋର ଭାଇ 2 ଜଣ ସେଥିରୁ କହିଲେ ତୁ ଯା ବ୍ରହ୍ମପୁର ଲାଳନ୍ଦା ବିଦ୍ୟା ମନ୍ଦିରରେ ଆଡମିସନ କରିକି ଆସିବୁ, ପିଲେ ସବୁ ମାନେ ସିଟ୍ ଫିଲଅପ ହୋଇଯିବ। ମୁଁ ସେଇଠୁ ନିଜେ ନେଇକି ତାକୁ ଲାଳନ୍ଦା ବିଦ୍ୟା ମନ୍ଦିରରେ ଆଡମିସନ କରିକି ଆସିଲି। ପଢିବା ଭିତରେ ଯୋଉଠି ମାନେ ଏକ୍ସାମିନେସନ ବର୍ଷକୁ ବର୍ଷ ହୁଏ ତାମାନେ ସେ ଡେଭଲପମେଣ୍ଟ କରେ, ମାର୍କ ଭଲ ରଖେ, କଲେଜର ଲେକ୍ଚର ମାନେ ସବୁ ଡାକନ୍ତି। ସରକାରଙ୍କୁ ନିବେଦନ ଯଦି କିଛିଟା ଅର୍ଥ ସାହାଯ୍ୟ କରିବେ ଆଗକୁ ପଢିବା ପାଇଁ ଇଚ୍ଛା ପ୍ରକାଶ କରିବୁ। ଚିଲିକା ଅଞ୍ଚଳର ଝିଅ ବ୍ରହ୍ମପୁର ନାଳନ୍ଦା ବିଦ୍ୟା ମନ୍ଦିରରେ ଅଧ୍ୟୟନ କରୁଥିଲେ। ଆମର କୃଷ୍ଣପ୍ରସାଦ ବ୍ଲକଠୁ ମଧ୍ୟ ଗଞ୍ଜାମ ପିଲାମାନେ ବହୁତ ମାନେ ଭଲ ପଢ଼ୁଥିଲେ। ସେମାନଙ୍କ ସହିତ କମ୍ପିଟିସନ୍ କରି ପାଠ ପଢ଼ି ଆଜି ମୁଁ ଏତିକି ମାର୍କ ଆଣିପାରିଛି।